हाय भाई माने जय जगन्नाथ। भाई माने केमिति अଛ भलरे अଛ ना सेमती भलरे थाओ ଆଉ ସବୁବେଳେ ଖୁସି ରୁହ। ତ ମୋ ନାଁ ରାଜେଶ, ମୋ ଘର ଭଦ୍ରକ। ଆପଣମାନଙ୍କୁ ଇନଫିନିଟି ମ୍ୟାଜିକ ରାଜେଶ ଚ୍ୟାନେଲରେ ଆଉ ଗୋଟେ ନୂଆ ଭିଡିଓରେ ସ୍ୱାଗତ। ତ ଭାଇ ବହୁତ ଦିନ ହେଲା ଭିଡିଓ କରିଥିଲେନି, କାହିଁକି ନା ଟିକେ ଘର କାମ ବି ଚାଲିଥିଲା ଆଉ ଧାନ କଟା ବି ଚାଲିଥିଲା। ତ କାମରେ ଟିକେ ବ୍ୟସ୍ତ ଥିଲି, ସେଥିପାଇଁ ଟିକେ ଭିଡିଓ କରତେ ଟାଇମ ପାଉଥିଲି। ତ ଏବେ ଟିକେ କାମ ହାମ କିଛି ନାହିଁ, ତ ଭିଡିଓ କରତେ ଟିକେ ଭିଡିଓ କରୁଛି ଆଉ। ତ ଏବେ ଡେଲି ଡେଲି ଭିଡିଓ ଅପଲୋଡ ହବ ଏଇ ଚ୍ୟାନେଲରେ ହେଲା। କିଛି ଅସୁବିଧା ନାହିଁ, ଏବେ କିଛି କାମ ଫାମ ନାହିଁ, ପୁରା ଫାଙ୍କା ପୁରା। ତ ଏବେ ଡେଲି ଡେଲି ଭିଡିଓ ଅପଲୋଡ ହବ। ତ ଭାଇ ମୁଁ ଆଜି ଆପଣଙ୍କ ସାମ୍ନାରେ ଗୋଟେ ତାସର ଗୋଟେ ଜବରଦସ୍ତ ମ୍ୟାଜିକ ଟ୍ରିକ୍ସ କରିକି ଦେଖେଇବି। ତ ଆପଣ ତ ପ୍ରଥମ ଭିଡିଓରେ ତ ଦେଖିଲ ତାସ ମ୍ୟାଜିକ ଟ୍ରିକ୍ସ, ପୁଣି ଥରେ ସେଇ ମ୍ୟାଜିକ ଟ୍ରିକ୍ସକୁ ମୁଁ ଆପଣଙ୍କ ସାମ୍ନାରେ କରିବି। ଆଉ ତାପରେ ୟାର ଯୋଉ ଟ୍ରିକ୍ସ ସିକ୍ରେଟ ମୁଁ ଆପଣମାନଙ୍କୁ ସହଜରେ ଶିଖେଇବି। ତ ଭିଡିଓ ବହୁତ ମଜା ହବ। ତ ଆପଣ ମାନେ ଭିଡିଓକୁ ପ୍ରଥମରୁ ପୁରା ଶେଷ ଯାଏଁ ଦେଖ ହେଲା। ତ ଚାଲ ପୁଣି ଥରେ ସେଇ ମ୍ୟାଜିକ ଟ୍ରିକ୍ସକୁ କରିବି। ଭାଇ ମୋ ପାଖରେ ବହୁତ ଗୁଡା ତାସ ଅଛି, କିନ୍ତୁ ଏଇ ମଧ୍ୟରୁ ମୁଁ ଗୋଟେ ତାସ ନେବି। ଏହାକୁ ମୁଁ ଭଲ ବାଟେ ସଫଲିଂ କରିବି। ତ ୟା ମଧ୍ୟରୁ ମୁଁ କୋଉଟା ନେବି ଏଇଟା ନେବି। କ୍ୟୁ କୁଇନ୍। ନାଇଁ କଣ କୁହାଯାଏ ମୁଁ ବି ଠିକ ସେ ଜାଣିନି ହେଲା। ଆପଣ ଜାଣିଛନ୍ତି ଯଦି କମେଣ୍ଟରେ କୁହ କଣ କୁହାଯାଏ ତାସ। ତ ଏବେ ଦେଖ ମୁଁ ଏଇ ତାସକୁ ଗାୟବ କରି ଦେଖେଇବି। ଦେଖ ଏବେ ଦେଖ ଗାୟବ ହବ। ଦେଖ ତାସ ଆଉ ଏ ହାତରେ ନାହିଁ। କଣ ଭାଇ ଗାୟବ ହେଲାନି ଭାଇ? ଅସମ୍ଭବ ଭାଇ। ନା ଭାଇ ୟା ପରେ ମୁଁ ମ୍ୟାଜିକ କରିନି, ତ ମ୍ୟାଜିକ ନ କଲେ ଗାୟବ ହେବନି। ତ ଏବେ ଦେଖ ମ୍ୟାଜିକ ର କମାଲ। ଏବେ ଦେଖ ସେ ତାସ ଅଛି କି ନାହିଁ ଆପଣଙ୍କୁ କଣ ଲାଗୁଛି? ଭାଇ କଣ ଅସମ୍ଭବ ଭାଇ, ଗାୟବ ହେଇଗଲା ଭାଇ ସତରେ। ତ ଆପଣଙ୍କୁ ଲାଗୁଛି ଏଇ ହାତରେ ସେଇ ତାସ ଅଛି ବୋଧେ। ତ ମୁଁ ପୁଣି ଥରେ ସେଇ ତାସକୁ ଆଣିବି। ଗଜବ ଭାଇ। ଭାଇ ଡରିବାର କିଛି ନାହିଁ, ଏହାର ଟ୍ରିକ୍ସ ବହୁତ ସହଜ। ତ ଏହାର ଟ୍ରିକ୍ସ ଜାଣିବା ପୂର୍ବରୁ ଆପଣ ମାନେ ଏଇ ଚ୍ୟାନେଲରେ ନୂଆ ଦେଖୁଛ ତ ସବସ୍କ୍ରାଇବ କରିନାହାନ୍ତି ତ ସବସ୍କ୍ରାଇବ କରିଦିଅ। ତଳେ ଦେଖ ନାଲି କଲର ସବସ୍କ୍ରାଇବ ବଟନ ଅଛି, ଏଇଠୁ ଲକ୍ଷ୍ୟ କର। ସବସ୍କ୍ରାଇବ କରି ଘଣ୍ଟିକୁ ବଜାଇ ଦେବେ ଅଲ୍। କାହିଁକି ନା ଘଣ୍ଟିକୁ ନ ବଜାଇଲେ ଏଇ ଚ୍ୟାନେଲରେ ଯେତେ ସବୁ ଭିଡିଓ ଅପଲୋଡ ହବ ଆପଣଙ୍କ ପାଖକୁ ଭିଡିଓର ନୋଟିଫିକେସନ ଯିବନି, ଆଉ ଆପଣମାନେ ଏଇ ଚ୍ୟାନେଲର ଭିଡିଓକୁ ଦେଖିପାରିବେ ନାହିଁ। ତ ସବସ୍କ୍ରାଇବ କରି ଘଣ୍ଟିକୁ ବଜାଇ ଦେବେ ଅଲରେ। ତ ଏଇ ଚ୍ୟାନେଲରେ ଯେତେ ସବୁ ଭିଡିଓ ଅପଲୋଡ ହବ ଫାଷ୍ଟ ଆପଣଙ୍କ ପାଖକୁ ଭିଡିଓ ନୋଟିଫିକେସନ ଯିବ, ଆଉ ଆପଣମାନେ ପ୍ରଥମେ ଭିଡିଓକୁ ଦେଖିପାରିବେ ଆଉ ଶିଖିପାରିବେ। ତ ଚାଲ ୟାର ଟ୍ରିକ୍ସ କଣ ଜାଣିବା। ଭାଇ ଆପଣଙ୍କୁ ଗୋଟିଏ ଟାସ୍କ ଦରକାର ହେଲା। ସେ ଯେକୌଣସି ଟାସ୍କ ହେଲେ ଚଳିବ ହେଲା। ଟାସ୍କ ନ ଆନେ ବି ଯେକୌଣସି ଅଲଗା କାର୍ଡ କି ଏଟିଏମ କାର୍ଡ ଯେକୌଣସି କାର୍ଡ ହେଲେ ଚଳିବ ହେଲା। ୟାର ଟ୍ରିକ୍ସ କଣ? ଆପଣ ମାନେ ଏଇ ହାତରେ ଧରିଲ, ଏଇ ଦୁଇଟା ଆଙ୍ଗୁଳିରେ ହେଲା। ଏଇ ଦିଟାରେ ଧରିବ, ଏଇଟା ଧରିଲେ ହବନି। ଏଇଟା ଏଇ ଦି ଆଙ୍ଗୁଳିରେ ଧରିତେ ହବ ଟାସ୍କ। ତ ୟାର ଟ୍ରିକ୍ସ ହେଲା ଏଇ ଆଙ୍ଗୁଳିର କାମ, ଏଇ ମଝି ଆଙ୍ଗୁଳିର ହେଲେ କାମ, ଏଇଟା ହଉଛି ମେନ୍ କାମ। ୟାର ହେଲା ଏମିତି ଧରିଲ, ଏଇଟାକୁ ବାସ୍ ଏମିତି ପୁsh କରିବ ଭିତରକୁ। ଭିତରକୁ ଗଲେ ପେଲି ଦେବ। ଏଇଟା ଧରିଲ ଏମିତି, ଏ ଭିତରୁ ପଳେଇଲା। ଏ ପଛରେ ରହିବ ଏଇ ତାସଟା ଏମିତି। ତାକୁ ଟିକେ ପ୍ରାକ୍ଟିସ କରିବାକୁ କହିବ ହେଲା, ନହେଲେ ନୂଆ ନୂଆ ହବନି। ତାକୁ ଟିକେ ପ୍ରାକ୍ଟିସ କରତେ ହବ ବାରମ୍ବାର। ଏମିତି ପେଲିତେ ହବ। ଏଠି ଧରିଲ ଏମିତି ପେଲିଥିଲ ଭିତରକୁ। ଏଇଟା ଏମିତି ପଛରେ ରହିଲା ଏ ତାସଟା ହେଲା। ଏମିତି ଧରିଲ, ଏ ଦିଟା ଆଙ୍ଗୁଳିରେ ଧରିଲ ଏମିତି, ବାସ୍ ଏଇଟା ଖାଲି ଏମିତି ପେଲି ଦେବ, ପୁsh କରିଦବ ଭିତରକୁ ହେଲା। ଏମିତି ଜାଣିପାରିବନି ଏଇ ହାତରେ ଅଛି ବୋଲି ତାସ, କିନ୍ତୁ ଏଇଟା ପଛରେ ରହିବ, ଏମିତି ରହିବ। ବାସ୍ ୟାର କାମ ଜାଣିଲ। ଆଉ ବାକି କଣ ନା ଏଇ ହାତଟା ଏମିତି କଣ କଭର ଦେଲ ହେଲା। ଏ ହାତଟା ତା ସାମ୍ନାରେ କଭର ଦେଲ। କଭର ଦେଇକି ଏ ତାସକୁ ନବା ପାଇଁ ମାନେ ସାମ୍ନାରେ ଯିଏ ଦେଖିବ ତାକୁ ଲାଗିବ କି ଏଇ ତାସଟା ଏ ହାତରେ ନେଇଛି, କିନ୍ତୁ ଏ ହାତରେ ନବନି ହେଲା। ବାସ୍ ଏଇଟାକୁ ଏମିତି ପେଲିଦେବ ପଛକୁ, ପେଲିଦେଲ। ତ ଏଇଟା ଏମିତି ଧରିବା ପାଇଁ ଟିକେ ଇଏ କରିବ, ଆକ୍ଟିଂ କରିବ। ତ ତାକୁ ଲାଗିବ କି ତାସଟା ଆପଣ ମାନେ ନେଇଛ ଏ ହାତରେ ହେଲା। ଏଇଟା ନେଲ ଏମିତି, ବାସ୍ ଗୋଟେ ଫୁଙ୍କ ମାରିଦେଲ, ମ୍ୟାଜିକର ଗୋଟେ ଫୁଙ୍କ ମାରିଦେଲ। ଏ ମ୍ୟାଜିକ ହଉଛି କଣ ସେମାନେ ଜାଣିପାରିବ। ଏମିତି ଇଏ କରି ଦେଖ ତାସ ଗାୟବ ହେଇଗଲା। ତାପରେ ସେକେଣ୍ଡରେ କଣ, ଏଇଟାକୁ ଯେତେବେଳେ ଦେଖେଇବ ଏମିତି, ଏଇ ଆଙ୍ଗୁଳିରେ ଏମିତି ଏଇ ତାସକୁ ଧରିବ ଏମିତି।
ଏମିତି ଦେଲ, ଏମିତି କଲ, ଏଇ ଆଙ୍ଗୁଳିଟା ଖାଲି ଏଇ ଆଙ୍ଗୁଳିରେ ରହିବ, ଏଇ ତାସଟା ଏ ବୁଢ଼ା ଆଙ୍ଗୁଳିଟା ଏମିତି ଦେଖେଇଦେଲ। ତାପରେ ଏଇଠୁନ ପୁଣି ଏଇଠୁନ ଏମିତି ଟାଣିକି ନବ, ଏମିତି ଏଇ ଦିଟା ଆଙ୍ଗୁଳିରେ ପୁଣି ଏଇ ତାସକୁ ଟାଣିକି ଏମିତି ନବ। ଆଶା କରୁଛି ଆପଣମାନଙ୍କୁ ଏଇ ମ୍ୟାଜିକ୍ ଟ୍ରିକ୍ସ ଭଲ ଲାଗିଥିବେ। ଯଦି ଭଲ ଲାଗିଛି ଏ ଭିଡ଼ିଓ ଗୋଟେ ଲାଇକ୍ କରିଦେବେ, ଆଉ କମେଣ୍ଟରେ ନିଶ୍ଚିନ୍ତ ଭାବେ ଜଣାଇବେ। ତ ଗୋଟେ ନୂଆ ମ୍ୟାଜିକ୍ ଟ୍ରିକ୍ସ ଦେଖା ହବା ଆମେ ସମସ୍ତେ।